ମୟୂରଭଞ୍ଜ ଜିଲ୍ଲାରେ ଫାଇଲେରିଆ ବା ବାତଜ୍ୱର ନିରାକରଣ ପାଇଁ ଆସନ୍ତା ଅଗଷ୍ଟ 10 ତାରିଖରୁ 19 ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଛି ସାର୍ବଜନୀନ ଔଷଧ ସେବନ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ଏକ ଗଣମାଧ୍ୟମ ସମ୍ବେଦନଶୀଳ କାର୍ଯ୍ୟକ୍ରମ ଜିଲ୍ଲା ପ୍ରାଥମିକ ଆନ୍ତରିକତା କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ବାତଜ୍ୱର ନିରାକରଣ ଏବଂ ଏହି ପରିପ୍ରେକ୍ଷୀରେ ଜନସଚେତନତା କିଭଳି ହୋଇପାରିବ ସେ ବିଷୟରେ ବିଶଦ ବିବରଣୀ ପାଇଥିଲେ। ସାର୍ବଜନୀନ ଔଷଧ ସେବନ ପ୍ରକ୍ରିୟାକୁ କିଭଳି ତ୍ୱରାନ୍ୱିତ କରାଯିବ ଏବଂ ଏହି ପ୍ରକାର ପଦକ୍ଷେପକୁ କିଭଳି ଜନମାନସରେ ଆଦୃତ କରାଯିବ ସେ ବିଷୟରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡକ୍ଟର ଶାନ୍ତନୁ କୁମାର ଦାସ, ଡକ୍ଟର ଜ୍ଞାନନ୍ଦର କୁମାର ମହାନ୍ତି ଆଲୋଚନା କରିଥିଲେ। ଗଣମାଧ୍ୟମ ହେଉଛି ସମାଜର ଦର୍ପଣ ସଦୃଶ। ଏହି ସ୍ୱାସ୍ଥ୍ୟଗତ ସଚେତନତା ପାଇଁ ଗଣମାଧ୍ୟମର ବ୍ୟବହାର ପ୍ରକୃଷ୍ଟ ବୋଲି ସମସ୍ତ ବରିଷ୍ଠ ଚିକିତ୍ସକ ବୈଠକରେ କହିଥିଲେ। ସୂଚନା ଥାଉ କି ଚଳିତ ବର୍ଷ ଜନସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଜିଲ୍ଲାରେ 28,57,000ରୁ ଉର୍ଦ୍ଧ୍ୱ ଜନସାଧାରଣଙ୍କୁ ଏବଂ ଏହି ସାର୍ବଜନୀନ ଔଷଧ ସେବନ ପ୍ରକ୍ରିୟାରେ ସାମିଲ କରାଇବା ପାଇଁ ପ୍ରଶାସନ ଉଦ୍ୟମ କରୁଛି। ଆଜିର ଏହି ବୈଠକରେ ଜିଲ୍ଲାର କିପରି ଫାଇଲେରିଆ ନିଦାନ ପାଇଁ ପଦକ୍ଷେପ ସବୁ ନିଆଯାଇଛି ଏବଂ ପ୍ରତ୍ୟକ୍ଷ ସର୍ବେକ୍ଷଣ ତଥ୍ୟକୁ କିଭଳି ଉପଯୋଗିତାର ସହିତ ସମ୍ପାଦନ କରାଯାଉଛି ସେ ବିଷୟରେ ଚିକିତ୍ସା ଅଧିକାରୀ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ। ମୟୂରଭଞ୍ଜ ବାରିପଦାରୁ ଗୌର ଦାସଗିରିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।